ଜୟ ଜଗନ୍ନାଥ ଭାଇ ଭଉଣୀମାନେ, ଉତ୍କଳର ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯେଉଁ ପ୍ରଫିଟ୍ ଲସ୍ ଏବଂ ଡିସ୍କାଉଣ୍ଟର କ୍ଲାସ୍ ଚାଲିଥିଲା, ଆଜି ତାର ସେକେଣ୍ଡ କ୍ଲାସ୍। ଏହି ସେକେଣ୍ଡ କ୍ଲାସରେ ଆମେ ଆଲୋଚନା କରିବା କିଛି କ୍ୱେଶ୍ଚନ୍ ଆନ୍ସର। ଆସନ୍ତୁ ଆରମ୍ଭ କରିବା। ପୂର୍ବ କ୍ଲାସରେ ଆମେ ଇଂଲିଶରେ କ୍ୱେଶ୍ଚନ୍ ଦେଇନଥିଲା, ତେଣୁ ଆଜିର କ୍ଲାସରେ ଇଂଲିଶ ଏବଂ ଓଡ଼ିଆ ଦୁଇଟି ଲାଙ୍ଗୁଏଜରେ ରହିବ। ଆସନ୍ତୁ ଆରମ୍ଭ କରିବା। ଆଲୋଚନା କରିଥିଲେ କ୍ୱେଶ୍ଚନ୍ ନମ୍ବର 17 ଆରମ୍ଭ କରିବା। 960 ଟଙ୍କାରେ ଗୋଟିଏ ସାମଗ୍ରୀ ବିକ୍ରି କରି ବ୍ୟବସାୟୀ 20% କ୍ଷତି ଭୋଗୁଛି। 25% ଲାଭ ପାଇବା ପାଇଁ ସେ କେତେ ଦାମରେ ବିକ୍ରି କରିବ? ଗୋଟେ ଜିନିଷର ବିକ୍ରି ମୂଲ୍ୟ ସେଲିଂ ପ୍ରାଇସ୍ ନେଇଛି କେତେ? 960। 960 ରେ ବିକିବା ଫଳରେ ତାର କଣ ହଉଛି? 20% କ୍ଷତି ହଉଛି। ବୁଝିଲା? ତାହେଲେ ସେ ଯଦି କ୍ଷତି ହଉଛି 20%, ସେ କହୁଛି 25% ଲାଭ ପାଇବା ପାଇଁ ସେ କେତେ ଦାମରେ ବିକ୍ରି କରିବ? ବୁଝିଲା? ତାହେଲେ 25% ଲାଭ ପାଇବା ପାଇଁ ସେ କେତେ ଦାମରେ ବିକ୍ରି କରିବ? 25% ତାର ଲାଭ ଦରକାର। ବୁଝିଲା? ତାହେଲେ ମୁଁ କହିଥିଲି ପିଲାମାନେ, ଏଇ ପରସେଣ୍ଟେଜର ହିଁ ରେସିଓ ଏବଂ ପ୍ରପୋର୍ସନ କରିବା। ତାହେଲେ ଆମେ କଣ କରିବା? 20% ର ଫ୍ରାକ୍ସନ ଭାଲୁ ପ୍ରଥମେ ବାହାର କରିବା। 20% ର ଫ୍ରାକ୍ସନ ଭାଲୁ କେତେ? 1/5। ତାହେଲେ ଏଇଟା ଉପରଟା ହଉଛି 1 ରେସିଓ, ତଳଟା ହଉଛି 5 ରେସିଓ। ତାହେଲେ এই ତଳଟାକୁ ଆମେ ସବୁବେଳେ ଯଦି ଆମର ପ୍ରଫିଟ୍ ଲସ୍ ଥିବ, ଲସ୍ ରେ କ୍ୱେଶ୍ଚନ୍ ପଚାରିଥିବ, ତାହେଲେ ତଳଟା ହବ ସିପି, ଆଉ ଯଦି ଡିସ୍କାଉଣ୍ଟର ପଚାରିଥାନ୍ତା ତଳଟା ଏମଆରପି ହେଇଥାନ୍ତା। ଏଥିରେ ଆମର ଲାଭ କ୍ଷତି ପଚାରିଛି, ତଳଟା ହବ 5 ରେସିଓ ହବ ସିପି, ରେସିଓ ହବ କ୍ଷତି ହବ ଲାଭ। ଆମର ଏଟା ତାହେଲେ କ୍ଷତି ଦେଇଛି, କ୍ଷତି। ତାହେଲେ ଯଦି କ୍ଷତି ହୁଏ, ସିପି ଆଉ ଆମର କ୍ଷତି ତାର ଡିଫରେନ୍ସଟା 5 ଏବଂ 5 ରେସିଓ ଏବଂ 1 ରେସିଓ। ତାର ଡିଫରେନ୍ସ କେତେ? 5 ରେସିଓ ମାଇନସ୍ 1 ରେସିଓ ଇକ୍ୱାଲ୍ ଟୁ 4 ରେସିଓ, ଯୋଉଟା କି କଣ ହବ? ଏସପି ହବ। ଏସପି, ବୁଝିଲା? ତାହେଲେ ଆମର ଏସପି ଦେଇଛି 4 ରେସିଓ ଇକ୍ୱାଲ୍ ଟୁ 960। 1 ରେସିଓ ବରାବର କେତେ ହବ? 960 ଡିଭାଇଡ୍ ବାଇ 4। ତାହେଲେ 4 ଦୁନେ 8, 16, 4 16 0। ତାହେଲେ 1 ରେସିଓ ବରାବର କେତେ ହଉଛି? 240। ବୁଝିଲା? ତାହେଲେ 5 ରେସିଓ କେତେ ହବ? 5 ରେସିଓ ହବ 5 into 240। 0 0, 5 20 0, 2, 12। 5 ରେସିଓଟା କଣ? ଏଟା କଷ୍ଟ ପ୍ରାଇସ୍। ବୁଝିଲା? ତାହେଲେ ଆମେ ବର୍ତ୍ତମାନ ସୁଦ୍ଧା ପାଇଲେ କଣ? କଷ୍ଟ ପ୍ରାଇସ୍ ପାଇଲେ 1200, ଆଉ ସେଲିଂ ପ୍ରାଇସ୍ ଦେଇଥିଲା 960, ଯାହା ଫଳରେ ତାର କ୍ଷତି ହଉଥିଲା 20%। ତାହେଲେ ଆମକୁ ଦରକାର କଣ? 25% ଲାଭ। 25% ଲାଭ। ତାହେଲେ କଣ କରିବା? 25% ର ଫ୍ରାକ୍ସନ ଭ୍ୟାଲୁ କେତେ? 1/4। ଏଇଟା ହେଇଯିବ 4 ରେସିଓ, ଏ ହବ 1 ରେସିଓ। 4 ରେସିଓଟା କଣ? ହେଲା ସିପି ଇକ୍ୱାଲ୍ ଟୁ ଆମର ସିପି ପାଇଗଲେ କେତେ? 1200 ଏବଂ ଏଟା ହବ ଆମର ଲାଭ। ତାମାନେ ଲାଭ ଆମେ ବାହାର କରିବା। 4 ରେସିଓ ବରାବର ଯଦି ଆମର 1200 ହଉଛି, 1 ରେସିଓ ବରାବର କେତେ ହବ? 1200 ବିଭକ୍ତରେ 4, ତାହେଲେ 300। ହେଲା? ये पाइले लाभ। ताले क्रय मूल्य 1200, लाभ 300। ताले हमें केते बिक्री करबा? 10 इक्वल टू
CP प्लस लाभ प्रॉफिट CP केते 1200 प्लस लाभ होला 300 ताले 1500 पाइले एसपी ताले जति हमें से जिनसटाକୁ से सामग्रीକୁ 1500 टंका रे बिक्री करिवा ताले हमें 25% लाभ पाई परिवा बुझला चलंतु नेक्स्ट क्वेश्चन देखिवा 18 नंबर क्वेश्चन कोन कहिछि एक असत्य व्यवसायी 1 किलो परिवर्ते 900 ग्राम देई मूल्य रे बिक्री करे माने किलो प्रति जति टंका सेति टंका रे ही से बिक्री करे ताकर लाभ केते शतकड़ा a dishonest trader sells 900 grams of a commodity for the price of 1 kilogram. What is his profit percentage? तारमाने मन करा जाओ 100 केजी 100 हमर 1 किलो देछि तारमाने 1000 ग्राम 1000 ग्राम को मन करा जाओ 100 टंका 100 टंका तारमाने 1 केजी 100 टंका ताले दোকানী কোন এই 1000 গ্রাম পরিবর্তে তাকু 900 গ্রাম দেলা তাহলে কেতে কম দেলা তাহলে 100 গ্রাম রে 1000 গ্রাম रो কেতে परसेंट into 100 कर बाहर दिबो তাহলে দশমিক কটিগলা 10 রে 100 তাহলে 10% তাহলে জিনিস কম দেলা 10% জিনিস কম দেলা কিন্তু টঙ্কা से 100 टंका नेला बुझले ताले 900 ग्राम रो कते पैसा आइथांता ताले एठु जे जिंस रे जति हम 10% कम रहिछि ताले हम पैसा मध्ये 10% कम हो ताले 10 टंका 10% कम हो 10 टंका 10% केते 10 ताले 90 एक्चुअली से 90 टंका जिंस नेछि किंतु दোकानी केते टका लेछि आपकरू 100 टका ताले एटा हे जो दोकानी पई तार मूलधन बासे तार कॉस्ट प्राइस हे दिबो आ सेलिंग प्राइस केते हे दिबो 100 टका हे दिबो सेलिंग प्राइस 100 टका नै कि से कस्टमर को देछि ना ताले एने पछाडी तांकर लाभ केते शतकड़ा तारे हमर एसपी ला केते 100 पिला 90 तारे 10 केतेरो नामर 90 रो 10 विभक्त 90 शतकड़ा देले लाभ करताले 10 विभक्त 90 into 100 शून्य कटिला 10 से 100 विभक्त 9 ताले 11 मानसत 100 विभक्त 9 11 पुनः विभक्त 9 शतकड़ा से तो 22 बुझला चलो दिला क्वेश्चन देखियो क्वेश्चन नंबर 19 कोन कहिछि कोडिटी सामग्रीर क्रय मूल्य 25 टी सामग्रीर विक्रय मूल्य समान माने लाभ क्षति केते शतकड़ा cost price of 20 articles is equal to the selling price of 25 articles. What is the profit or loss percentage? Ready कोन कहिछि 20 टी सामग्री तार कॉस्ट प्राइस केते मन करे 100 टका लागि आ 25 टी सामग्री रो सेलिंग प्राइस समान कहिछि ये मध्य 100 टका देखियो यदि प्रत्येक 20 टी जिंस सेलिंग प्राइस सॉरी तार मूल्य होछि 100 टका तार गोटिए रो केते बात करबा 20 into CP equal to जदि 100 हुए तो CP equal to गोटे CP गोटे मूल्य केते हो 100 विभक्त 20 5
ତାହେଲେ 5 ଟଙ୍କା ବୁଝିଲା। ଯଦି ଗୋଟେ ଜିନିଷର କ୍ରୟ ମୂଲ୍ୟ 5 ଟଙ୍କା ଏଠି ଦେଖିବା ଏଠି 25 ଟାକୁ ସେ ବିକୁଛି 100 ଟଙ୍କାରେ ତାହେଲେ ଗୋଟିଏ ଟାକୁ କେତେରେ ବିକୁଛି ଦେଖିବା 25 into SP ଗୋଟେ equal to 100 ଟଙ୍କା ତାହେଲେ ଗୋଟିଏକୁ ବିକୁଛି କେତେରେ 100 ବିଭକ୍ତରେ 5 25 25 ର 100 ତାହେଲେ 4 ଟଙ୍କା। ଏଇ ଦେଖନ୍ତୁ ଗୋଟିଏ ଜିନିଷର ମୂଲ୍ୟ 5 ଟଙ୍କା ତାର କଷ୍ଟ ପ୍ରାଇସ୍ ହେଇଥିଲା ବେଳେ ସେ ବିକ୍ରି କରୁଛି କେତେରେ ଗୋଟିଏ ଜିନିଷକୁ 4 ଟଙ୍କାରେ ତାହେଲେ ନିଶ୍ଚିତ କ୍ଷତି ହେଉଛି ସିପି ଅଧିକ ରହୁଛି ଏସପି କମି ଯାଉଛି ତାହେଲେ ସିପି ମାଇନସ୍ ଏସପି କଣ ପାଇବା ତାହେଲେ କ୍ଷତି ହେଉଛି 5 ରୁ 1 କ୍ଷତି ହେଲା 5 4 କ୍ଷତି ହେଲା ତାହେଲେ 1 କେତେ 1 ଟା କାହା ଉପରେ କ୍ଷତି ନା 5 ଉପରେ ତାହେଲେ ଶତକଡ଼ା କ୍ଷତି ଯଦି ବାହାର କରିବା ତାହେଲେ 1 ବିଭକ୍ତ 5 କାହା ଉପରେ କ୍ଷତି ହେଇଛି ଏଟା ନା 5 ଉପରେ ଇଣ୍ଟୁ 100 5 ରେ କାଟିବ 20 50 20 କେ ଶତକଡ଼ା ତାହେଲେ କ୍ଷତି କେତେ ହେଉଛି 20% ବୁଝିଲା ଇଏ କ୍ଷତି ବୁଝିପାରିଲେ ଆଉ ଯୋଉ ପିଲାମାନେ ବୁଝିପାରୁନାହାନ୍ତି ସେମାନେ ନିଶ୍ଚିତ ଭାବରେ ଆମର जो परसेंटेज ର କ୍ଲାସ ରେସିଓ ପ୍ରପୋର୍ସନ କ୍ଲାସ ଟିକେ ବୁଝିବେ ତାପରେ ରେସିଓ ପ୍ରପୋର୍ସନ ର ଫର୍ମୁଲାଟା ଭଲସେ କ୍ଲିୟର ହେଇଯିବ ଆଉ ଥରେ କ୍ଲିୟର ହେଇଗଲା ପରେ ଆପଣମାନେ ଆମର ପ୍ରଫିଟ୍ ଲସ୍ କିମ୍ବା ଡିସକାଉଣ୍ଟ ର କ୍ୱେଶ୍ଚନ କୁ ସଲ୍ଭ କରିବା ପାଇଁ ସହଜ ହେବ ବୁଝିଲା ତ ଯିବା ନେକ୍ସଟ କ୍ୱେଶ୍ଚନ ନମ୍ବର 20 ଏକ ଲୋକ ଦୁଇଟି ସାମଗ୍ରୀ 500 ହାରରେ ବିକ୍ରି କଲା ଗୋଟିଏରେ 25% ଲାଭ ଅନ୍ୟଟିରେ 25% କ୍ଷତି ମୋଟ ଲାଭ କିମ୍ବା କ୍ଷତି କେତେ ତାହେଲେ ଦୁଇଟି ସାମଗ୍ରୀ ଦେଖିବା ପ୍ରଥମ ସାମଗ୍ରୀ ବିକ୍ରି ମାନେ ସେଲିଂ ପ୍ରାଇସ୍ କେତେ 500 ଆଉ ଲାଭ କେତେ ଦେଇଛି ନା 25% ବୁଝିଲା କେତେ ଦ୍ୱିତୀୟ ଜିନିଷ କଣ ତାର ଏସପି ଇଏ ମଧ୍ୟ 500 ଏବଂ କ୍ଷତି କେତେ 25 ଶତକଡ଼ା ମୋଟ ରୂପରେ ଲାଭ କିମ୍ବା କ୍ଷତି କେତେ ତାହେଲେ ଦେଖିବା ତାହେଲେ ସେ ପ୍ରଥମ ହୋଇଛି 25% ଲାଭ 25% ଲାଭ ତାହେଲେ 25% ର ଫ୍ରାକ୍ସନ ଭ୍ୟାଲୁ କେତେ ବିଭକ୍ତ 4 এইটাକୁ ଆମେ ସିପି ବୋଲି କହିବା এইଟାକୁ ଆମେ ପ୍ରଫିଟ୍ କହିବା ତାହେଲେ ଏସପି କଣ ହବ 4 ରେସିଓ ହେଲା ସିପି 1 ରେସିଓ ହେଲା ପ୍ରଫିଟ୍ ପ୍ରଫିଟ୍ ହେଉଛି ମୁଁ କହିଛି ପିଲାମାନେ ଯଦି ପ୍ରଫିଟ୍ ହବ ତାହେଲେ ରେସିଓଟା ଯୋଗ ହେଇଯିବ ଏସପି ହେଇଯିବ 4 ରେସିଓ ପ୍ଲସ୍ 1 ରେସିଓ ସମାନ 5 ରେସିଓ ଆମର ଏସପି କେତେ ଦେଇଛି 5 ରେସିଓ ଦେଇଛି 500 ତାହେଲେ 1 ରେସିଓ ବରାବର କେତେ ଆସିବ 500 ବିଭକ୍ତରେ 5 ତାହେଲେ 5 10 50 ଆଉ 100 ତାହେଲେ 100 1 ରେସିଓ କେତେ ହେଲା 100 ତାହେଲେ ଆମର 4 ରେସିଓ ସିପି ଦରକାର 4 ରେସିଓ କେତେ 4 into 100 ସମାନ 400 ତାହେଲେ ଗୋଟେ ଜିନିଷର ମୂଲ୍ୟ କେତେ ପାଇଲେ ସିପି 400 ଆଉ ଗୋଟେ ଦେଖିବା ये होची 25% କ୍ଷତି ବୁଝିଲା 1 ବିଭକ୍ତ 4 25% ର ଫ୍ରାକ୍ସନ ଭ୍ୟାଲୁ ତାହେଲେ ଏ 4 को ଆମେ सीपी नबा 4 रेशियो इक्वल टू सीपी और 1 रेशियो इक्वल टू एटी କ୍ଷତି ହେଇଛି ମାନେ ଏଟା କ୍ଷତି ଯଦି 4 रेशियो କ୍ରୟ ମୂଲ୍ୟ ହୁଏ सीपी ହୁଏ 1 ଯଦି କ୍ଷତି ହୁଏ ତାହେଲେ ଏମାନଙ୍କର एसपी କେତେ ହେବ
सीपी माइनस କ୍ଷତି 4 माइनस 1 4 रेशियो माइनस 1 रेशियो मान 3 रेशियो ताले एसपी ହେଇଗଲା ताले एसपी କେତେ ଦେଇଛି एसपी हम 3 रेशियो बराबर एसपी हम केते 500 ताले 500 ताले 1 रेशियो बराबर केते आसीबो 500 विभक्त 3 3 2 0 2 0 318 पुणी 2 0 318 ताले दशमिक पुणी 600 आसीबो बुझला मोटामोटी 166 ताले हमर कोन पचारछि ताले हमर ए बाहर करबा हमर सीपी टा 4 रेशियो ताले 4 इनटू 1 रेशियो केते 166 एतिकी नै न बताओ 4 6 6 24 ରୁ 4 2 24 25 24 ରୁ 6 2 4 की 4 2 6 664 ଟା মানে তাহলে যদি জিনিসটির ক্রয় মূল্য 664 हुए তাহলে বিক্রয় মূল্য 500 তাহলে ଯାଇକି 25% କ୍ଷତି ହେଉଛି ସେ ପଚାରିଛି ମୋଟ ଉପରେ ଲାଭ ହେଇଛି ନା କ୍ଷତି ହେଇଛି ତାର ଦୁଇଟା ଜିନିଷର ସିପି ଦେଖିବା କେତେ ହେଉଛି ଦୁଇଟା ଜିନିଷର କଷ୍ଟ ପ୍ରାଇସ୍ କେତେ ଦୁଇଟା ଜିନିଷର ସେଲିଂ ପ୍ରାଇସ୍ ତ 1000 ବୁଝିଲା ତାହେଲେ କଷ୍ଟ ପ୍ରାଇସ୍ କେତେ ଆସୁଛି ଏ 400 ପ୍ଲସ୍ ରେ 664 6010 ଏରା 64 ତାହେଲେ 1064 ତାହେଲେ 1064 सीपी कॉस्ट प्राइस जदी 1064 सेलिंग प्राइस 1000 मोट ऊपर ताले खेती निश्चित हो काहे ना सीपी इज ग्रेटर देन एसपी एसपी ठारू सीपी अधिका ताले केते अधिका सीपी माइनस एसपी ताले 1064 माइनस 1000 ताले 64 କ୍ଷତି ହେଇଛି ବୁଝିଲା ଯଦି ପ୍ରତିଶତରେ ବାହାର କରିବା ତାହେଲେ 64 ଟା କାହା ଉପରେ କ୍ଷତି ହେଇଛି 1064 ଉପରେ into 100 ତାହେଲେ এটা କେତେ ହେବ 6400 ବିଭକ୍ତରେ 164 ତାହେଲେ 166 ତାହେଲେ 6 ପଏଣ୍ଟ ସମଥିଙ୍ଗ ଆସିବ परसेंटेज है 6.25 एवरेज मोटामोटी 6 पॉइंट किसी आसीबो बुझिला तन आपण बुझि पाले तो तन आपण प्रोसेस ता बुझंतु थरे प्रोसेस ता बुझि गले आपण निजे ही तार शॉर्टकट मेथड बाहर करि पारिबे बुझिला तन चलंतु नेक्स्ट क्वेश्चन देखियो क्वेश्चन नंबर 21 कोन कहिछि ना 40 टंका किलोग्राम माने किलोग्राम प्रति और 60 टंका किलोग्राम प्रति दर रे चावल को 3:2 रे मिसा गला ताले 20% लाभ पाई विक्रय मूल्य केते राइस प्राइस्ड एट ₹40 per kg and ₹60 per kg is mixed in the ratio 3:2 at what price per kg should the mixture be sold to earn a profit of 20%? ताले चावल कोन करती दुई प्रकार चावल प्रथम प्रकार रे से 1 केजी को 40 टंका और द्वितीय प्रकार चावल 1 केजी को 60 टंका ताले 3:2 रे से मिसेछि 40 टंकिया मन करा जाऊ 3 এবং 60 टंकिया चावल 2 ताले मोट चावल केते हबो 40 टंकिया चावल ताले केते 4 3 120 केजी এবং 60 टंकिया चावल केते हबो 60 दुने 120 केजी ताले मोट ऊपर केते केते होची ना 240 केजी
ବୁଝିଲା 240 କେଜି ଚାଉଳ କିନ୍ତୁ ସେମାନଙ୍କ ରେସିଓ ଟୋଟାଲ କେତେ 3 2 5 3 ଯୁକ୍ତ 2 5 ରେସିଓ ତାହେଲେ ଏମାନଙ୍କର ମୋଟାମୋଟି ଆମେ କଷ୍ଟ ପ୍ରାଇସ୍ ଟା ବାହାର କରିବା କିଣା ମୂଲ୍ୟଟା ସେ ସିନା ଅଲଗା ଅଲଗା କିଣା ମୂଲ୍ୟ ଥିଲା କିନ୍ତୁ ଆମେ ଦିଟାକୁ ମିଶେଇକି ତାର ଗୋଟେ ନୂଆ କିଣା ମୂଲ୍ୟ ବାହାର କରିବା କେମିତି ନା ତାଙ୍କର ଟୋଟାଲ ରେସିଓ ଡିଭାଇଡ କରିବା 240 କୁ ଟୋଟାଲ କେତେ 5 ରେସିଓ ତାକୁ ଡିଭାଇଡ କରିଦେଲେ ସେମାନଙ୍କର ସିପିଟା ବାହାରିବ କିଣା ମୂଲ୍ୟ ଆସିଯିବ ଟୋଟାଲ ଉପରେ ବୁଝିଲା ଅଲଗା ଅଲଗା ସିନା 40 ଟଙ୍କା ଆଉ 60 ଟଙ୍କା କିନ୍ତୁ ଟୋଟାଲ ମିକ୍ସ କରିଦେଲା ପରେ ଗୋଟେ କିଣା ମୂଲ୍ୟ ବାହାରିବ ବୁଝିଲା ତାହେଲେ କିଣା ମୂଲ୍ୟଟା ବାହାର କରିବା କେତେ ରେସିଓ ଅଛି 5 ରେସିଓ ଟୋଟାଲ ତାହେଲେ ଟୋଟାଲ କେତେ କେଜି 240 କେଜି ତାକୁ ଯଦି 5 ରେସିଓ ଡିଭାଇଡ କରିଦବା ତ ବାହାରି ଯିବ ଆମର କଷ୍ଟ ପ୍ରାଇସ୍ କେତେ ତାହେଲେ 5 20 5 ଟା 40 ତାହେଲେ 48 ଟଙ୍କା per କେଜି ପଡିଲା ବୁଝିଲା ତ ଏଟା କହିଲେ କଣ ସିପି ସେ କଣ କହିଛି 20% ଲାଭ ପାଇବା ପାଇଁ ବିକ୍ରୟ ମୂଲ୍ୟ କେତେ 20% ଲାଭ ଦରକାର ତାହେଲେ 20% ଲାଭ ପାଇଁ କଣ କରିବା ପାଇଁ ପଡିବ ତାହେଲେ 20% ଲାଭ ତାମାନେ 20 ର ଫ୍ରାକ୍ସନ ଭ୍ୟାଲୁ କଣ 1 ବିଭକ୍ତ 5 ତାହେଲେ ଏଇଟା ତାହେଲେ କଣ 5 ରେସିଓ ହେଉଛି ସିପି 1 ରେସିଓ ହେଉଛି ପ୍ରଫିଟ ତାହେଲେ ଆମର एसपी केते हो प्रॉफिट होची ताले 5 1 6 रेशियो 5 रेशियो प्लस 1 रेशियो हे जो हमर एसपी तमने 6 रेशियो बुझिला ताले देछि 5 रेशियो सीपी देछि केते ताले सीपी देछि हमर 48 बुझिला ताले एटा 5 रेशियो लिखिया 1 रेशियो समान 48 डिवाइड बाय 5 ताले यदि 6 रेशियो बाहर करे अछि 6 रेशियो बाहर करे अछि ना विक्रय मूल्य ताले 48 बाय 5 into 6 ताले 6 टा 48 रु 8 4 24 4 28 विभक्त 5 ताले 5 5 25 3 8 5 7 35 पुणे 3 6 57.6 ताले जदी पर केजी जदि पर केजी 57 टंका 60 पैसा हिसाब रे हम बिक्री करबा ताले हमें 20% लाभ पाई परिबा से जो मिश्रण को बुझला मिश्रण रो हमर क्रय मूल्य केते पड़ी जाउची 48 टंका त विक्रय मूल्य केते 57 टंका 60 पैसा हेले जाई 20% लाभ पाई परिबा बुझला चलंतु नेक्स्ट क्वेश्चन देखा क्वेश्चन नंबर 22 कोन कहै 10% छाड़ परे एक सामग्री रो विक्रय मूल्य 720 और क्रय मूल्य 600 हेले चिंतन मूल्य केते हम जेकोनसी गोटे जिंस को नै कि बाहर करि दिटा को विक्रय मूल्य क्रय मूल्य दिटा को दरकार नै केवल गोटे को नै कि हम जेहेतु डिस्काउंट छाड़ अछि डिस्काउंट सहित मन रखिबे डिस्काउंट सहित हमरो एमआरपी एवं सेलिंग प्राइस रिलेटेड बुझिला को प्राय तो सीपी हमर दरकार पड़िबो नाही बुझिला ताले से कहैछि 10% डिस्काउंट ताले 10 रो फ्रैक्शन वैल्यू केते 1 विभक्त 10 ताले एटा हे जिवो एमआरपी एटा हे जिवो डिस्काउंट 1 रेशियो होछि डिस्काउंट 10 रेशियो होछि एमआरपी ताले हमर एटी एसपी केते हो 10 टोटल रो एटा माइनस हो ताले 10 रेशियो माइनस रे 1 रेशियो ताले 9 रेशियो हे जिवो एसपी ताले हमर देछि को सामग्री विक्रय मूल्य अछि ताले एसपी देछि 720 ताले 9 रेशियो इक्वल टू 720 मु लिखि पारिबी ताले 1 रेशियो बराबर 720 डिवाइड बाय 9 ताले नष्ट मास्टर सुन 1 रेशियो पाइले केते 80 से पचारिछि तबे एमआरपी केते चिन्हित मूल्य केते एमआरपी हमर 10 रेशियो ताले 10 into 80 ताले 800 होगा एमआरपी
ବୁଝିହେଲା? ତାହେଲେ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା। କ୍ୱେଶ୍ଚନ ନମ୍ବର 23 550 ଟଙ୍କାରେ ବିକ୍ରି କଲେ 10% ଲାଭ ହୁଏ, 450 ଟଙ୍କାରେ ବିକ୍ରି କଲେ କେତେ ପରସେଣ୍ଟ କ୍ଷତି ହୁଏ? If an article is sold for rupees 550, there is a profit of 10%. What percentage of loss will there be if it is sold for rupees 450? ତାହେଲେ କଣ କହିଛି? ସେ SP ଦେଇଛି 550 ମୁଁ କହିଛି 10% profit. ତାହେଲେ 10% ର ଫ୍ରାକ୍ସନ ଭ୍ୟାଲୁ କେତେ? 10. ତାହେଲେ ଏଇଟା ହେଇଯିବ CP, ଏଇଟା ହେଇଯିବ ପ୍ରଫିଟ। ତାହେଲେ 1 ରେସିଓ ପ୍ରଫିଟ, 10 ରେସିଓ CP। ତାହେଲେ ଯଦି ପ୍ରଫିଟ ହଉଛି ତାହେଲେ ଆମର SP କଣ ହବ? 10 ରେସିଓ ପ୍ଲସ୍ 1 ରେସିଓ, ତାହେଲେ 11 ରେସିଓ। ତାହେଲେ ଆମର SP ଦେଇଛି 550, ତାହେଲେ 11 ରେସିଓ ଇକ୍ୱାଲ ଟୁ 550। 1 ରେସିଓ ବରାବର 550 ବିଭକ୍ତ 11, ତାହେଲେ 55 ଶୂନ। ତାହେଲେ 1 ରେସିଓ କେତେ ପାଇଲେ? 50। ତାହେଲେ ଆମର CP କେତେ ଆସିବ? CP ତାର 10 ରେସିଓ, ତାହେଲେ 10 into 50, ତାହେଲେ 50 ଶୂନ 500 ଟଙ୍କା। ବୁଝିହେଲା? ତାହେଲେ ଯଦି କଷ୍ଟ ପ୍ରାଇସ୍ ଆମର କ୍ରୟ ମୂଲ୍ୟ 500 ଟଙ୍କା ହଉଛି, ତାକୁ 550 ଟଙ୍କାରେ ବିକ୍ରି କଲେ 10% ପ୍ରଫିଟ ହଉଛି। ବୁଝିହେଲା? ସେ କହିଛି ଯଦି 450 ଟଙ୍କାରେ ବିକ୍ରି କରିବ, ତାହେଲେ ଯଦି SP ହେଇଯିବ 450, ତାହେଲେ କଣ କରିବ? CP 500, SP 450, ମାନେ ଆମେ ଗୋଟେ ଜିନିଷକୁ 500 ଟଙ୍କାରେ କିଣିକି 450 ଟଙ୍କାରେ ବିକ୍ରି କରିବା, ନିଶ୍ଚିତ କ୍ଷତି ହେବ। କେତେ କ୍ଷତି ହେବ? ନା 500 ମାଇନସ୍ 450, ତାହେଲେ 50 ଟଙ୍କାର କ୍ଷତି ହେବ। ତାହେଲେ କେତେ ପ୍ରତିଶତ ଏଇଟା? ତାହେଲେ 50 କେତେରୁ କ୍ଷତି ହେଇଛି? 50 divided by 500 ରୁ into 100, ଆମର ଶତକଡ଼ା କ୍ଷତି ବାହାରିଯିବ 5 10 50, ତାହେଲେ 10% ଯଦି 450 ଟଙ୍କାରେ ବିକ୍ରି କରାଯାଏ ତାହେଲେ 10% କ୍ଷତି ହେବ। ବୁଝିହେଲା? ତାହେଲେ ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ ଦେଖିବା। କ୍ୱେଶ୍ଚନ ନମ୍ବର 24 ଏକ ବ୍ୟବସାୟୀ ଦୁଇଟି ସାମଗ୍ରୀ ସମାନ ଦରରେ ବିକ୍ରି କଲେ ଗୋଟିଏରେ 20% ଲାଭ, ଅନ୍ୟଟିରେ 20% କ୍ଷତି। ମୋଟ ଲାଭ କ୍ଷତି କେତେ? ଆମର A shopkeeper sold 2 articles at the same selling price. On one article he gained 20% and on the other he incurred a loss of 20%. What is the overall profit or loss? ତାହେଲେ କଣ କଲା? ସମାନ ଦରରେ ବିକ୍ରି କରିଛି ଦୁଇଟା ଜିନିଷ। ତାହେଲେ ପ୍ରଥମ ଜିନିଷ ମନେ କରାଯାଉ 100 ଟଙ୍କାରେ ବିକିଲା, ହେଲା। ଦ୍ୱିତୀୟ ଜିନିଷ ମଧ୍ୟ 100 ଟଙ୍କାରେ ବିକ୍ରି କଲା, କିନ୍ତୁ ପ୍ରଥମ ଜିନିଷର 100 ଟଙ୍କାରେ ବିକ୍ରି କଲେ 20% ପ୍ରଫିଟ ହଉଛି, ଆଉ ଦ୍ୱିତୀୟଟା 100 ଟଙ୍କାରେ ବିକ୍ରି କଲେ SP 100 ଟଙ୍କା, ତାହେଲେ 20% ଲସ୍ ହଉଛି। ତାହେଲେ ମୋଟ ଉପରେ ଲାଭ ହେଇଛି ନା କ୍ଷତି ହେଇଛି ଦେଖିବା। ତାହେଲେ ପ୍ରଥମଟା ଦେଖିବା 20%, ତାହେଲେ ପ୍ରଫିଟ। ଯଦି ପ୍ରଫିଟ ହେଇଛି 20% ର ଫ୍ରାକ୍ସନ ଭ୍ୟାଲୁ କେତେ? 1/5, ତାହେଲେ এটা হবো 5 রেশিও, এটা হবো 1 রেশিও। 5 রেশিও মানে CP, 1 রেশিও মানে প্রফিট, এবং SP কোন হবো? প্রফিট ହେଇଯିବ ମାନେ 5 ରେସିଓ ପ୍ଲସ୍ 1 ରେସିଓ ମିଶିଯିବ, ତାହେଲେ 6 ରେସିଓ ହେଇଯିବ। ଏଟା ହେଲା SP। ଆମକୁ ଦେଇଛି କଣ? SP ଦେଇଛି 6 ରେସିଓ ସମାନ 100, ତାହେଲେ 1 ରେସିଓ ସମାନ 100 ବିଭକ୍ତରେ 6। ତାହେଲେ ଆମକୁ କଣ ଦରକାର? CP ଦରକାର। ତାହେଲେ 5 ରେସିଓ ସମାନ 100 ବିଭକ୍ତରେ 6 into 5,
ତାହେଲେ 500 ବିଭକ୍ତରେ 6 ତାହେଲେ 6 ଟା 48 50 2 ଶୂନ ତାହେଲେ 6 3 18 10 ମିନିଟ୍ ଚାଲିବ 3 3 83 ମିନିଟ୍ 3 3 ତାହେଲେ ଏତିକି ପାଇଲେ ଆମର ପ୍ରଥମର ସିପି ତାହେଲେ ଏସପି କେତେ ନା 100 ଟଙ୍କା ଯେହେତୁ ଆମର ପ୍ରଫିଟ୍ ହେଇଛି ତାହେଲେ କଷ୍ଟ ପ୍ରାଇସ୍ କେତେ ହେଉଛି 83 ଟଙ୍କା 33 ପଇସା ସେ ବିକ୍ରି କରିଛି କେତେ ଏସପି ହେଉଛି 100 ଟଙ୍କା ଯାହାଫଳରେ 20% ଲାଭ ପାଇଛି ବୁଝିଲ ତାହେଲେ କଷ୍ଟ ପ୍ରାଇସ୍ ହେଲା 33 ବା କ୍ରୟ ମୂଲ୍ୟ ବା ବିକ୍ରୟ ମୂଲ୍ୟ କଣ 100 ଟଙ୍କା ସେକେଣ୍ଡ ଜିନିଷ ଦେଖିବା ସେକେଣ୍ଡ ଜିନିଷରେ କଣ 20% ଲସ୍ ହେଇଛି ତାହେଲେ 20% ଫ୍ରାକ୍ସନ ଭ୍ୟାଲୁ କେତେ 1/5 ରେସିଓ 5 ରେସିଓ बराबर सीपी 1 ରେସିଓ बराबर लॉस ହେଇଛି ଏଟା ଲସ୍ ଦେଖିବା ତାହେଲେ ଏସପି କଣ ହବ ତାହେଲେ ଲସ୍ ହେଇଛି 5 - 1 5 ରେସିଓ - 1 ରେସିଓ ତାହେଲେ 4 ରେସିଓ ହେଇଯିବ एसपी ତାହେଲେ 4 ରେସିଓ ଆମର ଦେଇଛି एसपी କେତେ 100 ଟଙ୍କା ତାହେଲେ ରେସିଓ ବରାबर 100 ବିଭକ୍ତରେ 4 4 × 8 2 4 5 20 ତାହେଲେ 25 ଟଙ୍କା ହେଇଯିବ ଆମର ଲସ୍ ଟା ତାର 100 ରୁ 25 ଲସ୍ ତାହେଲେ ତାର ସିପି କେତେ ହବ 4 ରେସିଓ ହେଲା ଆମର एसपी ତାହେଲେ ଆମର सीपी କେତେ ହବ 5 1 ରେସିଓ କେତେ 25 ପାଇଲେ 5 ରେସିଓ ତାହେଲେ 5 * 25 ତାହେଲେ 125 125 ତାହେଲେ ପାଇଲେ सीपी द्वितीय जिनिस ताले सीपी पाइले 125 तार एसपी केते 100 ताले कौनसी जिनिस को यदि 125 टका रे किनि की 100 टका रे बिकियो तार निश्चित खेती होबो बुझिला खेती 20% खेती होची ताले से कोइ जी मोटर लाभ खेती केते तार मोटर देखिबा मोट सीपी केते प्रथम सीपी वाला 83 समथिंग ताले 25 प्लस 83 नवा 5 3 8 8 10 16 तो के 208 ताले टोटल सीपी होची 208 टोटल केते 100 200 टा का समान 200 एसपी ताले टोटल ऊपर मूल्य रहउची 208 এবং বিক্রয় মূল্য रहउची 200 निश्चित खेती हो हमर क्रय मूल्य अधिक रहउची विक्रय मूल्य ठारू ताले खेती हेची केते हेची 208 रु 200 ताले 8 खेती हेची केते ऊपर 208 रे इनटू 100 तो ये 800 हो 208 ताले 4 3.9 समथिंग आसीबो बुझिला 3% लॉस होची ओवरऑल टोटल ऊपर एतिकी 4% माने मोटा मोटी 4% खेती होची बुझिला चलो चलो तो जीवा नेक्स्ट क्वेश्चन क्वेश्चन नंबर 25 कौनसी सामग्री चिन्हित मूल्य क्रय मूल्य ठारू 50% अधिक 20% छाड़ दिया गला लाभ mark price of an article is 50% more than its cost price discount of 20% is given what is the profit percentage so गोटे सामग्री चिन्हित मूल्य
ଉଚିତ ମୂଲ୍ୟ MRP ମୂଲ୍ୟ କ୍ରୟ ମୂଲ୍ୟ ଠାରୁ 50% ଅଧିକ। କ୍ରୟ ମୂଲ୍ୟ ଯଦି 100 ହୁଏ ତାର 50% କେତେ? ଆହୁରି 50, ତାହେଲେ 50 ହେଇଯିବ MRP 50, ବୁଝିଲ? ତାହେଲେ ପୁଣି 20% ଛାଡ଼ ଦିଆଯିବ, 20% ଡିସକାଉଣ୍ଟ। ତାହେଲେ 1 ବିଭକ୍ତ 5 ଆମର 20% ଟ୍ରାନ୍ସଫର ଭ୍ୟାଲୁ 5 ରେସିଓ କୁ 1 ରେସିଓ ଲେଖିପାରିବା। ଏଇଟାକୁ ଆମେ MRP ଦେଇପାରିବା ଆଉ ଏଇଟା ଡିସକାଉଣ୍ଟ, ବୁଝିଲା? କେତେ ହେଇଯିବ? ଆମର MRP ମାଇନସ୍ ଡିସକାଉଣ୍ଟ ସେଟା ହେବ SP। ତାହେଲେ 5 ରେସିଓ ମାଇନସ୍ 1 ରେସିଓ, ତାହେଲେ 4 ରେସିଓ ହେଇଯିବ SP। 4 ରେସିଓ କେତେ ଅଛି? 150। କରିବା MRP ଦେଇଛି ନା, 5 ରେସିଓ ଦେଇଛି, କରିବା ଦେଇଛି 150। ରେସିଓ କେତେ ହବ? 150 ତାହେଲେ 5 5 3 15 5 0 0 30 1 ରେସିଓ ପରେ 30, ତାହେଲେ SP କେତେ? 4 ରେସିଓ, 4 into 30 120। ତାହେଲେ ଆମର ଜିନିଷଟା କଣ କହିଲେ ନା MRP ହେଲା 150 ଟଙ୍କା, SP ହେଲା 120 ଟଙ୍କା, CP ହେଲା 100 ଟଙ୍କା। ତାହେଲେ ଲାଭ କେତେ ହେଲା? ଲାଭ କେତେ ହେଲା? ତାହେଲେ ନିଶ୍ଚିତ ଭାବରେ କ୍ରୟ ମୂଲ୍ୟ ଯଦି 100 ଟଙ୍କା ହଉଛି, ଆମର କ୍ରୟ ମୂଲ୍ୟ 120, ତାହେଲେ ଲାଭ ହେଇଛି କେତେ ନା SP ମାଇନସ୍ CP। ତାହେଲେ 120 ମାଇନସ୍ 100, ତାହେଲେ 20 ଟଙ୍କା ଲାଭ ହେଇଛି। 20 ଟଙ୍କା ଲାଭ ହେଲେ ସେଟା କେତେ ପରସେଣ୍ଟ? 20 ଟଙ୍କା ଉପରେ 100 ଟଙ୍କା ତଳେ ଲେଖିବ, ଗୁଣରେ 100 ଟଙ୍କା ଶେଷ କରିଥିବ 20 ଶତକଡ଼ା, ତାହେଲେ 20 ଶତକଡ଼ା ଲାଭ ହେଇଛି, ବୁଝିଲ? ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ, କ୍ୱେଶ୍ଚନ ନମ୍ବର 24। କଣ କହିଛି? କ୍ରୟ ମୂଲ୍ୟର 30% ଲାଭ ବିକ୍ରି କଲେ 390 ମିଳେ। କ୍ରୟ ମୂଲ୍ୟ କେତେ? 30% ଲାଭ ହେଲେ କେତେ ହଉଛି? କେତେ ଟଙ୍କା ପଡୁଛି? 390 ଟଙ୍କା। ତା ମାନେ ସେଲିଂ ପ୍ରାଇସ୍ ଟା ପଡୁଛି SP ତାର 390। 30% ର ଆମର ଟ୍ରାନ୍ସଫର ଭ୍ୟାଲୁ କେତେ? 3 ବିଭକ୍ତ 20, ବୁଝିଲା? 30 30 ବିଭକ୍ତ 100 କରିବା, କଟିବ। ଆଚ୍ଛା 3 ବିଭକ୍ତ 10, ଟ୍ରାନ୍ସଫର ଭ୍ୟାଲୁ 3 ବିଭକ୍ତ 10, ବୁଝିଲା? এইটা ହେଲା CP, এইটা ହେଲା ପ୍ରଫିଟ। ନେକ୍ସଟ କେତେ ହବ? 10 ଯୁକ୍ତ 10 ରେସିଓ, এটা 3 ରେସିଓ, 10 ରେସିଓ ପ୍ଲସ୍ 3 ରେସିଓ, ତାହେଲେ 3 ରେସିଓ। ଆମର କିନ୍ତୁ 3 ରେସିଓ ଦେଇଛି କେତେ? SP କେତେ ଦେଇଛି? 390। 1 ରେସିଓ ବରାବର 390 ବିଭକ୍ତରେ 339 ଶୂନ, ତାହେଲେ 30। ତାହେଲେ ଆମର 10 ରେସିଓ, ତାହେଲେ CP 10 into 30, ତାହେଲେ 300। ଯଦି ଗୋଟେ ଜିନିଷକୁ 300 ଟଙ୍କାରେ କ୍ରୟ କରି ଆମେ 390 ଟଙ୍କାରେ ବିକିବା, ତାହେଲେ 30% ଲାଭ ପାଇପାରିବା, ବୁଝିଲା? କ୍ରୟ ମୂଲ୍ୟ ପଚାରିଛି, 300 ହେଲା କ୍ରୟ ମୂଲ୍ୟ। ତାର ଆଉ ଗୋଟେ ଦୁଇଟା କ୍ୱେଶ୍ଚନ ଆଲୋଚନା କରିବା। ତାପରେ ନେକ୍ସଟ କ୍ଲାସରେ ଆମେ ଅଲଗା ଟପିକ ପଢିବା। ତାପରେ ନେକ୍ସଟ ମୁଁ ପରେ କେତେବେଳେ ତାର advanced level ର क्वेश्चन ଏ ଆମର profit discount କିମ୍ବା loss ତାର advanced level ର क्वेश्चन ମୁଁ ପରେ କ୍ଲାସ କରିବି, ବୁଝିଲା? ନେକ୍ସଟ କ୍ଲାସରେ ଆମେ ପଢିବା କିଛି
ନେଇକି ଆସିବା। ଚାଲନ୍ତୁ ଆରମ୍ଭ କରିବା 27 ନମ୍ବର କ୍ୱେଶ୍ଚନ। ଏକ ବ୍ୟବସାୟୀ 5% କମ୍ ଓଜନ ଦେଇ ମୂଲ୍ୟରେ ବିକ୍ରି କରେ, ଲାଭ କେତେ? ତାମାନେ 5% କମ୍ ଓଜନ ଦିଏ। ମନେ କରାଯାଉ 100 କେଜି ଜିନିଷର ଦାମ 100 ଟଙ୍କା ହେଲା କି? ସେ କଣ କରେ, এই 100 কেজির 5% কম করদিয়ে, তাহলে 95 কেজি। 100 5% মানে 95, 5% কম মানে 5 মাইনাস হয়ে যাবে 95 কেজি। তাহলে এর 5% 95 কেজি, ও 100 টঙ্কার 5% কেতে 95 টঙ্কা। 5% কমি গলে 55 টঙ্কা। তাহলে एक्चुअली রে সে 100 কেজি কো 100 টঙ্কা নেওয়া কথা, কিন্তু কোন করেছি দোকানে 100 টঙ্কা নেইছি, কিন্তু 5% জিনিস কমাই দিয়েছি। एक्चुअली রে সে দোকান করেছি, মানে দোকান দেইছি আমার কাস্টমার কো, তার কেতে টঙ্কা ଅଧିକା ନେଇଛି ନା 100 ମାଇନସ୍ 95, ତାର 5 ଟଙ୍କା ସେ ଅଧିକା ନେଇଛି, ତାମାନେ ଏଟା ପ୍ରଫିଟ କରିଛି ସେ। ଏଟା ତାର ମୂଳଧନ 95 ଟା, ତାକୁ ଆମେ ସିପି ବୋଲି କହିପାରିବା। ଆଉ 100 ଟଙ୍କା ଯୋଉଟା କଷ୍ଟମର ପାଖରୁ ନେଇଛି ସେଟା ତାର ସେଲିଂ ପ୍ରାଇସ୍, ସେଇଟା ପଚାରିଛି ସେ ଲାଭ କେତେ। এইটা তার লাভটা 5টা, তার উপরে লাভটা 95 টাকা অ্যাকচুয়ালি দেখাতা না, তাহলে ইনটুরে 100 করলে 500 বিভক্তরে 95, তাহলে কি কাটিবা 5 কাটে 5 10 50 শূন্য, 5 রে পুনি কাটিবা 5 কে 5 5 9 45 19, তাহলে 100 19 को 19 50 95 5 10,50 गुणे 38 କୋଡ଼ିଏ, ତାହେଲେ 6 ଆସିଯିବ। ଏତିକି ଆସିବ 5.26%, ତାହେଲେ 5.26% ସେ ଲାଭ ନେଇଛି। କାହିଁକିନା ଦୋକାନୀ ଠକି ନେଇଛି କାଷ୍ଟମରକୁ। 100 କେଜି ଦେବା କଥା 95 କେଜି ଦେଇଛି, କିନ୍ତୁ ଟଙ୍କା 100 କେଜିର 100 ଟଙ୍କା ହିଁ ନେଇଛି, ବୁଝିଲା। ଆକ୍ଚୁଆଲି କେତେ ଟଙ୍କା ଥିଲା 95 ଟଙ୍କା, କେତେ ଅଧିକା ନେଇଛି 5 ଟଙ୍କା ଅଧିକା ନେଇଛି। ତାର ସିପି 95 ଟା ସିପି ହେଇଯିବ, 100 ଟଙ୍କା ଏସପି ହେଇଯିବ, এই 5 ଟଙ୍କା ତାର ପ୍ରଫିଟ। କେତେ ପରସେଣ୍ଟ 5/95 into 100 করলে 5.26, বুঝলা। চলନ୍ତୁ নেক্সট क्वेश्चन ଦେଖିବା। क्वेश्चन नंबर 28, ଏକ ସାମଗ୍ରୀର ଚିହ୍ନିତ ମୂଲ୍ୟ ଉପରେ ଦୁଇଟି କ୍ରମିକ ଛାଡ଼ 20% ଏବଂ 10% ଦିଆଗଲା, ମୋଟ ଛାଡ଼ କେତେ? ଗୋଟେ ଜିନିଷର ଯଦି ଏମଆରପି କେତେ ହୁଏ 100 ଟଙ୍କା ହୁଏ, ତାର ପ୍ରଥମ ଛାଡ଼ 20% ଦବ, ତାହେଲେ 20 କମିଯିବ 80 ହେଇଯିବ, 80 ର ପୁଣି 10%, 10% ଫ୍ରାକ୍ସନ ଦବ 1 ବିଭକ୍ତ 10, ତାହେଲେ 10 ଟା 80, ତାହେଲେ 8, ମୋଟ ଉପରେ ପ୍ରଥମ ପାଇଲା 20, ତାପରେ ପାଇଲା 8, ତାହେଲେ 20 ର 28 ଛାଡ଼ ପାଇଛି କେତେରୁ 100 ରୁ, ତାହେଲେ ଲାଷ୍ଟ ତାର ସେଲିଂ ପ୍ରାଇସ୍ କେତେ ହେଇଯିବ ନା 2 7 72, ଇଏ ହେଲା ଏସପି, ଇଏ ହେଲା ଏମଆରପି, ଇଏ ହେଲା ଛାଡ଼। ତାହେଲେ ମୋଟ ଉପରେ କେତେ ଛାଡ଼ ହବ ନା 28, 100 ରୁ 28 ମାନେ 28%, ବୁଝିଲା। ଇଏ ହେଲା ଆନ୍ସର। ତାହେଲେ ଚାଲନ୍ତୁ ଯିବା ଲାଷ୍ଟ क्वेश्चन, क्वेश्चन नंबर 29, ମାନେ 800 ରେ ବିକ୍ରି କଲେ 800 ଟଙ୍କାରେ ବିକ୍ରି କଲେ 20% ଲାଭ, କେତେ ଦରରେ ବିକ୍ରି କଲେ 20% କ୍ଷତି ହବ? If an article is for ₹800, there is a profit of 20%, at what price should it be sold to incur
a loss of 20%. তাহলে ଆମେ ଏଠି କଣ SP ପାଇଛେ କଣ 800 ଲାଭ। ପ୍ରଥମ ଦେଖିବା ପ୍ରଫିଟ କେତେ 20%। ତାହେଲେ ଆମେ କେମିତି ବାହାର କରିବା 20% ର ଫ୍ରାକ୍ସନ ଭ୍ୟାଲୁ 1/5। ତାହେଲେ 5 ରେସିଓ ଇଏ ହବ 1 ରେସିଓ। 5 ରେସିଓ ବରାବର ଟା CP କହିବା ଏଟା ପ୍ରଫିଟ। ତାହେଲେ SP କେତେ ହବ 5 ରେସିଓ ଯେହେତୁ ପ୍ରଫିଟ ହେଇଛି দুইটা যোগ হয়ে যাব 5 রেশিও প্লাস 1 রেশিও মানে 6 রেশিও আমার দেইছি 800 তাহলে 6 রেশিও বরাবর 800 1 রেশিও বরাবর 800 বিভক্ত রে 6 हमको कौन बार करे আছে সিপি তাহলে 5 রেশিও 5 রেশিও সমান 5 ইনটু 800 বিভক্ত রে 6 তাহলে 5 টান 40 শূন্য শূন্য 6 তাহলে 6 36 4 400 पुणी 636 400 पुणी 600 माने 666 समथिंग आसीबो ये हेला सीपी ताले से पचार छु केते दर बिकिले 20% खेती हबो ताले एटा हे जो सीपी ता माने 666 टंका रो जिंसटा को हमें जदी 800 टंका रे बिक्री करूचे ताले 20% हमें लाभ कमाउचे बुझला ताले एतिकी को हमें केते बिक्री करबा जा फल 20% खेती हबो ताले 20% खेती हबो फ्रैक्शन वैल्यू 20% रखते हैं कि तो 5 ये है सीपी ये है खेती ताले एसपी कितने हबो 5 रेशियो माइनस 1 रेशियो ताले 4 रेशियो बुझला ताले हमर किंतु सीपी केते अछि 5 रेशियो देइछि 6 6 6 ताले 1 रेशियो केते हबो 6 6 6 विभक्त रे 5 हमर किंतु दरकार कोन केते दରରେ बिकिले एसपी दरकार एसपी टा केते 4 रेशियो ताले 1 रेशियो देत की 4 रेशियो केते हो 4 इनटू 6 6 6 विभक्त रे 5 ताले 6 6 24 रु 4 2 6 6 24 25 24 रु 6 2 7 24 25 26 6 2 विभक्त रे 5 5 5 25 1 6 5 3 15 तापर 1 4 14 5 3 होबनी 5 तळे मोटामोटी 552 जदि এই 660 ଟଙ୍କା କ୍ରୟ ମୂଲ୍ୟ ଥାଏ କି ତାକୁ ଯଦି ଆମେ 532 ଟଙ୍କାରେ ବିକିବା ତାହେଲେ 20% କ୍ଷତି ହେବ ବୁଝିଲା ଏବଂ ଏଇ 666 ଟଙ୍କାର ସିପି ଜିନିଷଟାକୁ କ୍ରୟ ମୂଲ୍ୟ କରିକି ଯଦି 666 ଟଙ୍କାରେ ଗୋଟେ ଜିନିଷକୁ ଆମେ କିଣୁଛୁ ତାକୁ ପୁଣି ବିକିବା ଯଦି 800 ଟଙ୍କାରେ ଲାଭ ହେଇଯିବ 20% ଆଉ 532 ଟଙ୍କାରେ ବିକ୍ରି କଲେ 20% କ୍ଷତି ये ହେଲା ପିଲାମାନେ ଆଜିର କ୍ଲାସ ତେଣୁ ଆମ କ୍ଲାସ ଆପଣଙ୍କୁ କିପରି ଲାଗୁଛି ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଜିକା ପାଇଁ ଜୟ ଜଗନ୍ନାଥ।